ଯଦି ରାହୁଲ ଗାନ୍ଧୀ ଫଗଡେ ଅଜୟ କୁମାର ଆମର ଭକ୍ତ ଦାସ ନିରଞ୍ଜନ ପଟ୍ଟନାୟକ ଶ୍ରୀକାନ୍ତ ଜେନା ଏଇ ଯେଉଁମାନେ ବିଶିଷ୍ଟ ଅଛନ୍ତି ଜୟଦେବ ଜେନା ପ୍ରସାଦ ହରିଚନ୍ଦନ ଏମାନେ ବସିକିରି ଆଲୋଚନା କରିବେ କାରଣ ଆମର ସଂଖ୍ୟା ମାତ୍ର 14 ସେଥିରେ ଫେରେ ମୋର କାହିଁ ସନ୍ଦେହ ଗୋଟେ ଯୋଡ଼େ ଉପରେ ଅଛି ଆମେ ପ୍ରାକ୍ଟିକାଲ ଲୋକ ମୁଁ ପିଓର କଂଗ୍ରେସ ଲୋକ ଡୁପ୍ଲିକେଟ ଜାତକରେ ନାହିଁ ଯିଏ ମୋ ନାଁରେ ଗପ ଖାତିର ନାହିଁ ଆଲୋଚନା ଉପର ଲେବୁଲରେ କରିବେ ନବୀନ ବାବୁ ସେ ଏକାଠି ହେଇ କରିବେ ତାହେଲେ ଭଲ ହବ ଆଉ ନହେଲେ ନବୀନ ବାବୁ ଖୁତୁଳୁ ଆମେ ଧୁତୁଳୁ ଆପଣଙ୍କର 14 ବିଧାୟକର 2 ଜଣ ଟିକେ ମହମ୍ମଦ ମଇନୁ କାଟି ଦେଇଛନ୍ତି ସୋଫିଆ କାହାକୁ ଟିକେ କହିହବନି ସେଇଥିପାଇଁ କହୁଛି ମୁଁ ସେଇ କହୁଛି ଉପର ଲେବୁଲ ଯଦି ଡିସାଇଡ୍ କରିବେ ସେ 2 ଜଣ ବି ଆସିବେ 2 ଜଣଙ୍କର ସନ୍ଦେହ ଅଛି ନାଇଁ ସନ୍ଦେହ ଅଛି ଆସିବେ କାହିଁକି ନା ମୁକିମଟା ସେତେ ଡେଞ୍ଜରିୟସ୍ ଲୋକ ନୁହଁ ବିଶ୍ୱାସଘାତକ ଲୋକ ନୁହଁ ଅଭିମାନରେ ତଳି ପଡ଼ିଛି ଏଇ ଭାଇମାନେ ନିରଞ୍ଜନ ପଟ୍ଟନାୟକ ଭକ୍ତ ଦାସ ଶ୍ରୀକାନ୍ତ ଜେନା ଏମାନେ ବସିକି ଆଲୋଚନା କରିବେ ସମାଧାନ ହେଇଯିବ କିଛି ଅସୁବିଧା ହବନି ମୁଁ ଭାବୁଛି କଣ ଏବେ ଯାଇକି ନଉଟେଇବେ କୁଆଡେ ଏ ପାଗଲ ହେଲ କିଏ କୁଆଡେ ଗଲେ ଏ ଯାଇଥିଲେ ହରେକୃଷ୍ଣ ମହତା ମୋ ଗୁରୁ ଜନକରେ କୁଆଡେ ବିଜୁ ପଟ୍ଟନାୟକ ଯାଇଥିଲେ କୁଆଡେ ଏ କି ଆଞ୍ଚଳିକ ଏଠି କାମ ଦବ ଆରେ କମିଂ କଂଗ୍ରେସ ରାହୁଲ ଗାନ୍ଧୀ ନେତୃତ୍ୱରେ ଇଣ୍ଡିଆରେ ଆଜି କହିଛି ଟ୍ରମ୍ପ ପାକିସ୍ତାନ ଇଣ୍ଡିଆ ଯୁଦ୍ଧ ମୁଁ ବନ୍ଦ କରିଛି ଆଜି ଦେଖ ହେଡଲାଇନ ୱାର୍ଲଡ ଯାକ ନ୍ୟୁଜ ଗୋଟା ଲୋକ ଡକାୟତଟେ ଗୋଟେ ମର୍ଡରଟେ ଗୋଟେ ଟେରରଟେ ଗୋଟେ ଅନ୍ୟ ଦେଶର ରାଷ୍ଟ୍ରପତି ତା ସ୍ତ୍ରୀକି ଆଣିକି ଜେଲରେ ପୁରେଇ ନିଜେ ରାଷ୍ଟ୍ରପତି ଘୋଷଣା ଚାରିଆଡେ ଆଟାକ ଚାରିଆଡେ ଟ୍ୟାକ୍ସ ଏ ନରେନ୍ଦ୍ର ମୋଦି ତା ଗୋଡ ତଳେ ପଡିଛି ଲଜ୍ଜା ଲାଗୁନି ଟ୍ୟାକ୍ସ ପରେ ଟ୍ୟାକ୍ସ ବଢି ଚାଲିଛି ଏ ଦେଶ ହେଇ ଅଛି ତେଣୁକରି କଂଗ୍ରେସ କମିଂ ୱେଟ୍ କିଏ କୃଷ୍ଣମାନେ ନାରୀଙ୍କ ପ୍ରତି ତାଙ୍କର ଶଳା କୃଷ୍ଣଙ୍କର ବି ଏମିତି ସ୍ନେହ ନଥିଲା ଭକ୍ତି ନଥିଲା ତେଣୁକରି ସେ ଯାହା ହଉ ନାରୀ ମାନଙ୍କୁ ପୁରୁଷ ହସ୍ତରେ ସମାନ କରିବା ପାଇଁ 2 ଶକ୍ତି ସମାନ ପୁରୁଷ ଆଉ ମାନେ ନାରୀ ସମାନ କରିବା ପାଇଁ ଚେଷ୍ଟା କରିଛି ତାକୁ ଧନ୍ୟବାଦ ଖୁବ ଭଲ କଥା ପୁରୁଷ ମାନେ ଚଲେଇଲେ ମଡେଇଦେଲେ କହୁଛେ ଜମ ତାଙ୍କୁ ମଡେଇ ଦେବେ କୋଉଠି ମାରିଦେବେ କାହାକୁ ଜମ ଆଣି କହିବା ଭଲ ହବ